ମୋନା ଓ ପ୍ରୀତି ଗୋଟିଏ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ବୟସ ଦୁଇଜଣଙ୍କ ସମାନ ହେବ। କୌଣସି କାର୍ଯ୍ୟରୁ ପ୍ରୀତି ଆସିଥାଏ ମୋନାର ଭଡ଼ା ଘରକୁ। ସନ୍ଧ୍ୟା ହୋଇଯିବାରୁ ମୋନା ବାଧ୍ୟ କରିଲେ ତାଙ୍କ ପାଖରେ ରହିଯିବା ପାଇଁ। ଏହାପରେ ପ୍ରୀତି ଓ ମୋନା ରାତ୍ରିର ଭୋଜନ କରିସାରି ଶୋଇବା ପାଇଁ ଚାଲିଲେ। ଏକା ଏକା ରହୁଥିବା ଲୋକମାନଙ୍କ ପାଖରେ ସାଥୀଟିଏ ପାଇଲେ କାଳ ବିଳମ୍ବ ନ କରି ଗପର ଆସର ଜମାଇ ଦେବେ। କଥା ଚାଲିଲା ବହୁତ ସମୟ ଧରି। ସେତେବେଳକୁ ସମୟ 1:30। କାନ୍ଥ ଘଣ୍ଟା ଉପରେ ନଜର ପକାଇ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲା ମୋନା। ପ୍ରୀତି ଟିକେ ତାତ୍ସଲ୍ୟ କରିବା ପାଇଁ କହିଲା, କ'ଣ ହେଲା ମୋନା, ରାତି 1:30 ହେଲାଣି ବୋଲି ତୁମେ ଡରୁଛ କି? କଥା ଛଡ଼ାଇ ମୋନା କହିଲା, ନା ନା, ଏତେ ରାତି ଯେ ମୁଁ କେବେ ଚାହେଁନି ତ, ସେଥିପାଇଁ। ପ୍ରୀତି କହିଲା, ଆଚ୍ଛା ମୋନା, ତୁମେ ଭୂତ ପ୍ରେତକୁ ବିଶ୍ୱାସ କର? ମୋନା କହିଲା, ନା, କିନ୍ତୁ ଆତ୍ମାର ଉପସ୍ଥିତିକୁ ଅନୁଭବ କରିଛି। ପ୍ରୀତି କହିଲା, ତୁମର ଯଦି କିଛି ଆପତ୍ତି ନଥାଏ ତେବେ ମୋତେ ସେ ଘଟଣା ବିଷୟରେ କହିପାରିବ କି? ମୋନା କହିଲା, ହଁ ନିଶ୍ଚିତ, କିନ୍ତୁ ଶୁଣିଲା ପରେ ତୁମେ ଡରିବନି ବୋଲି କଥା ଦିଅ। ହସି ହସି ପ୍ରୀତି କହିଲା, ନା ମୁଁ ଜମା ଡରିବିନି, ତୁମେ କୁହ। ଆରମ୍ଭ କରିଲା ମୋନା। ମୋର 10ମ ସରିଥାଏ। ସମର କୋର୍ସ ପାଇଁ ଏକ ଘରୋଇ ମହାବିଦ୍ୟାଳୟକୁ ଯାଇଥାଏ। ବାସ୍ ଗୋଟିଏ ହଷ୍ଟେଲରେ ରହିଲି। ମହାବିଦ୍ୟାଳୟଟି ଭଲ ଥିଲେ ମଧ୍ୟ ହଷ୍ଟେଲଟା ସେତେ ଭଲ ନୁହେଁ। ଅନ୍ଧାରୁଆ ଜାଗା, ଦିନରେ ମଧ୍ୟ ବିଜୁଳି ଆଲୋକର ଆବଶ୍ୟକ ହୋଇଥାଏ। 3 ମହଲା ହୋଇଥିଲେ ମଧ୍ୟ ବହୁତ ଛୋଟ ଲାଗୁଥାଏ। ଏକା ରହିଲେ ଯେ କେହି ହେଉନା କାହିଁକି ଡର ନିଶ୍ଚିତ ଲାଗିବ। କେହି କେହି କୁହନ୍ତି ସେଇଟା ଏକ ଶବ ବ୍ୟବଚ୍ଛେଦ ଘର ବୋଲି, କିନ୍ତୁ ସହରଠାରୁ ଟିକେ ଦୂରରେ ଥିବାରୁ ଆମେ କେହି ବି ବିଶ୍ୱାସ କରୁନଥିଲୁ। ହଷ୍ଟେଲଟି ମନରେ ବହୁତ ଭୟ ସୃଷ୍ଟି କରୁଥିଲା। ମୁଁ 2ୟ ମହଲାରେ ରହୁଥାଏ। ଏକ ଦୀର୍ଘ ନିଶ୍ୱାସ ସହିତ ରହିଗଲା ସେ। ପୁଣି ମୋନା ଆରମ୍ଭ କଲା। ଯେଉଁଦିନର ଘଟଣା ଠିକ୍ ତା ପୂର୍ବ ଦିନର ରାତି। ସମସ୍ତେ ବହୁତ ରାତି ଯାଏଁ ଗପୁଥିଲୁ। ହଠାତ୍ କୁକୁରମାନଙ୍କ କାନ୍ଦଣାରେ ସମସ୍ତେ ଡରିଗଲୁ ଏବଂ ଶୋଇପଡ଼ିଲୁ। ତା ପରଦିନ ସକାଳେ ସମସ୍ତେ ଡେରିରେ ଉଠିଲୁ। 8ଟାରେ କୋଚିଂ କ୍ଲାସ୍ ଥାଏ। ନିଦ ଭାଙ୍ଗିଲା 7:30ରେ। ଖାଲି ଦାନ୍ତ ଘଷି ସମସ୍ତେ ଯିବା ପାଇଁ ପ୍ରସ୍ତୁତ ହେଲେ। ମୋର କିନ୍ତୁ ଗାଧୋଇବା ବହୁତ ଦରକାର ଥିଲା। ବାଥରୁମ୍ ଭିତରକୁ ଗଲେ। ସମସ୍ତେ କହିଲେ, ତଳେ ଅପେକ୍ଷା କରିଛୁ, ଜଲ୍ଦି ଆସ। ବାଥରୁମ୍ରୁ ବହୁତ ଜଲ୍ଦି ଚାଲି ଆସିଥିଲେ। କାନ ଡେରି ଶୁଣିଲି ତଳେ ସମସ୍ତେ ଅଛନ୍ତି। ରେଡ଼ି ହେଲି, ବ୍ୟାଗ୍ ନେଇ ତଳକୁ ଆସିଲି, କିନ୍ତୁ ତଳେ କେହି ନଥିଲେ। ହଷ୍ଟେଲର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଯିବା ପାଇଁ ପ୍ରଥମ ଦ୍ୱାରଟି ବନ୍ଦ ଅଛି। ଏମିତିରେ ତ ଘର ଭିତରେ ଆଲୋକ ଥାଉ ଥାଉ ଅନ୍ଧାରୁଆ ଲାଗେ। ଏବେ କରେଣ୍ଟ ଚାଲିଗଲା। ଝାପ୍ସା ଆଲୋକରେ କିଛି ଦେଖାଯାଉନଥାଏ। ଏତେ ବଡ଼ ଭୂତ କୋଠିରେ ମୁଁ ଏକୁଟିଆ। ସେହିପରି ହଷ୍ଟେଲ କବାଟ ପାଖରେ ଛିଡ଼ା ହୋଇ ରହିଲି। ସେତେବେଳକୁ ଡର ମୋତେ ଏତେ ମାତ୍ରାରେ ଗ୍ରାସ କରିସାରିଥିଲା ଯେ ଲାଗିଲା ମୁଁ ନାହିଁ, ମୋ ସହିତ ଆଉ ଜଣେ କିଏ ଅଛି। ସେହିପରି ହଷ୍ଟେଲ କବାଟ ପାଖରେ ଛିଡ଼ା ହୋଇ ରହିଲି। ମନେ ମନେ ବହୁତ ଗାଳି କରୁଥିଲି ନିଜକୁ, କାହିଁକି କାଲି ରାତିରେ ଶୀଘ୍ର ଶୋଇନଥିଲି ବୋଲି। ଉପାୟହୀନ ହୋଇ କାନ୍ଦିବାକୁ ଲାଗିଲି। ଥଣ୍ଡା ଥଣ୍ଡା ପବନ କିଛି ସାରା ଦେହକୁ ଶିହରାଇ ଦେଲା। ଏତିକିବେଳେ ହଠାତ୍ ମୋର ମନେ ପଡ଼ିଲା, ମୋ ରୁମ୍ ସାମ୍ନାରେ ଥିବା ରୁମ୍ରୁ ଆଉ ଗୋଟିଏ ହଷ୍ଟେଲ ଦେଖାଯାଏ। ସାହସ ହେଉନଥିଲା ଉପର ମହଲା କି ହଷ୍ଟେଲ ଭିତରକୁ ଯିବା ପାଇଁ, କିନ୍ତୁ କେହି ଜଣେ ସାହସ ଦେଲା ଭଳି ମନେ ହେଉଥିଲା। ଧୀରେ ଧୀରେ ପାଦ ବଢ଼ାଇଲେ। ଲାଗୁଥିଲା ପଛରେ ଯେମିତି କେହି ଆସୁଛି, ତେଣୁ ପଛକୁ ଫେରିବାର ରାସ୍ତା ନାହିଁ। ଆଗେଇ ଚାଲିଲେ। ସେ ରୁମ୍ରେ ପହଞ୍ଚି ଝରକା ଖୋଲିଲେ। ଏଯାଏଁ ବିଜୁଳି ଆସିନଥାଏ। ଭିତରକୁ ଯିବା ପାଇଁ ଡର ଲାଗୁଥିଲା, କିନ୍ତୁ ପଛ ପାଖରୁ ଯେମିତି କେହି ଜଣେ ଧକ୍କା ଦେଲା ଓ ମୁଁ ସିଧା ଯାଇ ରୁମ୍ ଭିତରେ। ଡରରେ ସିଧା ଯାଇ ଝରକା ଖୋଲିଲେ ଓ ଦିଦି ଦିଦି ବୋଲି ଚିଲେଇଲେ। ଜଣେ ଦିଦି ଆସିଲେ। ସେ ପ୍ରଥମେ ମୋତେ ଏପରି ଦେଖିଲେ ଯେମିତି ମୋ ପଛରେ କେହି ଜଣେ ଛିଡ଼ା ହୋଇଥିଲା। ମୁଁ ପଛକୁ ବୁଲିବା ପାଇଁ ସାହସ ବି କରୁନଥାଏ। ସେ ତାଙ୍କର 2-3 ଜଣ ସାଙ୍ଗକୁ ଡାକିଲେ। ମୋତେ ପଚାରିଲେ କ'ଣ ହୋଇଛି। ଥଙ୍ଗ ଥଙ୍ଗ କଣ୍ଠରେ କହିଲେ, ମୋତେ ଏକା ଛାଡ଼ି ସମସ୍ତେ ପଳାଇଲେ, ମୋତେ ବହୁତ ଡର ଲାଗୁଛି। ସାହସ ଦେଲେ ଓ କହିଲେ ସେ ଝରକା ଛାଡ଼ି କୁଆଡ଼େ ନ ଯିବା ପାଇଁ।
ସେମାନେ ମାଉସୀ ପାଖକୁ ଖବର ପଠାଇଲେ ଓ ମାଉସୀ ଆସି ତଳେ ଡାକିଲେ। ମୁଁ ଆସିବା ପାଇଁ ବାହାରୁଥିଲି, କିନ୍ତୁ କେହି ଜଣେ ମୋତେ ବଳପୂର୍ବକ ଧରିନେଲା। 5ରୁ 7 ମିନିଟ୍ ପରେ ମୋ ପାଖକୁ ମାଉସୀ ଆସିଲେ ଓ ମୁଁ ନିଜକୁ ମୁକ୍ତ ମନେ କଲି। ସେ ମୋତେ ନେଇ କୋଚିଂରେ ଛାଡ଼ିଦେଲେ। ପ୍ରୀତି କହିଲା, ଆଚ୍ଛା। ମୋନା କହିଲା, ହଁ, ସେ ଏକ ଭଲ ଆତ୍ମା ଥିଲା। ମୋନା କହିଲା, ହଁ, ସେ ଏକ ଭଲ ଆତ୍ମା ଥିଲା ଓ ମୋତେ ଅନ୍ୟ ଖରାପ ଆତ୍ମାମାନଙ୍କ ଠାରୁ ରକ୍ଷା କରୁଥିଲା। ମୁଁ ଆଜି ମଧ୍ୟ ତାଙ୍କ ପାଖରେ କୃତଜ୍ଞ। ପ୍ରୀତି କହିଲା, ତୁମେ କିପରି ଜାଣିଲ ସେ ଏକ ଭଲ ଆତ୍ମା ବୋଲି? ମୋନା କହିଲା, ସେ ହିଁ ମୋତେ ପଛ ପାଖରୁ ଡରେଇ ଡରେଇ ଉପରକୁ ନେଲା ଓ ଭିତରକୁ ନେଇ ଧକ୍କା ଦେଇଦେଲା। ପ୍ରୀତି କହିଲା, ଯାହା ହେଉ ତୁମେ ବଞ୍ଚିଗଲ, ମୁଁ ତ ମରିଯାଇଥାନ୍ତି। ଶୋଇବାର କିଛି ସମୟ ପରେ ପ୍ରୀତି ଅନୁଭବ କରିଲେ ତାଙ୍କୁ କେହି ଜଣେ ଖଟରୁ ତଳକୁ ପେଲି ଦେବାକୁ ଚେଷ୍ଟା କରୁଛି। କିଛି ସମୟ ପରେ ଖଟରୁ ତଳକୁ ଖସି ପଡ଼ିଲେ। ମୁହଁ ମାଡ଼ି ତଳେ ପଡ଼ିଥାନ୍ତି। ଉଠିବା ପାଇଁ ଚେଷ୍ଟା କରିଲେ ମଧ୍ୟ ଉଠି ପାରୁନଥାନ୍ତି। ହଠାତ୍ ଆଖି ଖୋଲିଲେ। ଖଟ ତଳେ ସେ ମୋନାକୁ ଦେଖିଲେ। କାହିଁକି ଶୋଇଛନ୍ତି ବୋଲି ପଚାରିବା ପାଇଁ ପାଟି ଖୋଲିଲା ବେଳକୁ ହଠାତ୍ କେହି ଜଣେ ଉଠି ଆସିଲା ଉପର ପାଖରୁ। କି ବିକୃତ ଚେହେରା, ରକ୍ତ ସବୁ ଶୁଖି ଜମାଟ ବାନ୍ଧି ଯାଇଛି ମୁହଁ ଉପରେ। ସେ ଜନ୍ତୁଟା ଧୀରେ ଧୀରେ ମାଡ଼ି ଆସୁଛି ପ୍ରୀତିଙ୍କ ଆଡ଼କୁ। ସେ ପ୍ରାଣ ବିକଳରେ ଖଟ ଉପରକୁ ଉଠିଗଲେ। କିନ୍ତୁ ଏ କ'ଣ, ମୋନା ତ ବଡ଼ ଆନନ୍ଦରେ ଶୋଇଛନ୍ତି ଖଟ ଉପରେ। ତଳେ କ'ଣ ସେ ଭୁଲ ଦେଖିଲେ? ନିଜର ସଂଶୟକୁ ଦୂର କରିବା ପାଇଁ ପୁଣି ଥରେ ଖଟ ତଳକୁ ଦେଖିଲେ। ହଁ, ଏ ତ ମୋନା ତଳେ ପଡ଼ିଛନ୍ତି। ପୁଣି ଉପରକୁ ଦେଖିଲେ, ସେଠି ବି ଖଟ ଉପରେ ମୋନା ଥାନ୍ତି। ସେ ବୁଝିପାରୁନଥାନ୍ତି କ'ଣ ହେଉଛି ତାଙ୍କ ସହ। 2 ଜଣ ମୋନା। 2 ହାତରେ ମୁଣ୍ଡକୁ ଧରି ଚିତ୍କାର କରି ଉଠିଲେ ପ୍ରୀତି। ପ୍ରୀତିଙ୍କ ଚିତ୍କାରରେ ମୋନା ଉଠି ପଡ଼ିଲେ। ସେ ନିଶ୍ଚିତ ଡରି ଯାଇଛନ୍ତି। ଏକଥା ମୋନା ହୃଦୟଙ୍ଗମ କରିପାରିଥିଲେ। କିଛି ନ ପଚାରି କଲ୍ କଲେ ତାଙ୍କର ଜଣେ ବନ୍ଧୁକୁ। ସେ କାର୍ ନେଇ ଖୁବ୍ ଅଳ୍ପ ସମୟ ଭିତରେ ପହଞ୍ଚିଗଲେ। ପ୍ରୀତିକୁ ତାଙ୍କ ଘରେ ପହଞ୍ଚାଇ ଦେବା ପାଇଁ କହିଲେ ଏବଂ କାର୍ଟି ଯିବା ପରେ ମୋନା ଝଡ଼ ଭଳି ମାଡ଼ିଗଲେ ଘର ଭିତରକୁ। ଜୋର ଜୋରରେ ଚିଲ୍ଲାଇ ପଚାରିଲେ, କ'ଣ ପାଇଁ ପ୍ରୀତିଙ୍କ ସହିତ ଏପରି ବ୍ୟବହାର କଲ? ସେ ମୋର କ'ଣ ଖରାପ କରିଥାନ୍ତେ, ଯାହା ପାଇଁ ତୁମେ ସାମ୍ନାକୁ ଆସିଲ? ତାଙ୍କର ପ୍ରଶ୍ନ ପରେ ଘର ଭିତରେ ଏକ ନିଃଶବ୍ଦତା ଖେଳିଗଲା। କିଛି ସମୟ ପରେ ଜୋରରେ ପବନ ବହିଲା ଓ ପବନର ଶବ୍ଦ ସହ ଶୁଣାଗଲା ଏକ ଶବ୍ଦ, କେହି ଯେପରି ଜୋରରେ ରାଗରେ ନିଶ୍ୱାସ ନେଉଛି। ଏହାପରେ ମୋନା ଟିକେ ଶାନ୍ତ ଓ ଗମ୍ଭୀର ହୋଇଗଲେ। ତା ପରଦିନ ମୋନା ସିଧା ଯାଇ ପହଞ୍ଚିଲେ ପ୍ରୀତିଙ୍କ ପାଖରେ। ବହୁତ ଧୀରେ ଧୀରେ ପଚାରିଲେ, ତୁମେ ମୋ ସହିତ କିଛି ଖରାପ କରିବା ପାଇଁ ଚେଷ୍ଟା କରୁଛ କି? ପ୍ରୀତି ଟିକେ ଅସ୍ଥିର ହୋଇ କହିଲେ, ନା ନା, ମୁଁ ତୁମ ସହିତ କ'ଣ କରିବି? ମୋନା ଏବେ ଟିକେ ଶକ୍ତ ଭାବରେ କହିଲେ, ଦେଖ, ଯାହା ବି କରିବା ପାଇଁ ଚାହୁଁଛ ଦୟାକରି ବନ୍ଦ କରିଦେବ, ନହେଲେ ସେ ତୁମକୁ ଜମା ବି ଛାଡ଼ିବନି। ପ୍ରୀତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିଏ? ମୋନା କହିଲା, କାଲି ରାତିରେ ଯାହାକୁ ତୁମେ ଦେଖିଥିଲ। ପ୍ରୀତି ଏବେ କ'ଣ କରିବ ତା ମୁଣ୍ଡକୁ କିଛି ଜୁଟୁ ନଥାଏ। କେବଳ ବଲ ବଲ କରି ଅନାଇଥାଏ ମୋନାର ଉଦାସ ଚେହେରାକୁ। ପ୍ରୀତିଙ୍କ ମନରେ ଥିବା ପ୍ରଶ୍ନଗୁଡ଼ିକ ଖୁବ୍ ଭଲ ଭାବରେ ପଢ଼ି ପାରୁଥିଲା ମୋନା। ସେ କିଏ ଜାଣିବା ପାଇଁ ଚାହୁଁଛ କି? ପ୍ରଶ୍ନ କରିଲେ ମୋନା। ଛୋଟ ପିଲାଙ୍କ ଭଳି ମୁଣ୍ଡ ହଲାଇ ପ୍ରୀତି ଉତ୍ତରରେ ହଁ କହିଲେ। ମୁଁ ତୁମକୁ କେବଳ ମୋ ଜୀବନର ଗୋଟିଏ ଘଟଣା କହିଛି। ମୁଁ ସେଦିନ ହଷ୍ଟେଲରେ ଅନୁଭବ କରିଥିଲି ନା, ମୋ ସହିତ ଆଉ କିଏ ଥିଲା ଭଳି। ହଁ, ମୋ ସହିତ କେହି ଜଣେ ଥିଲେ। ମାଉସୀ ଆସି ମୋତେ କୋଚିଂରେ ଛାଡ଼ିଲେ। ମୁଁ କିନ୍ତୁ କୋଚିଂ କ୍ଲାସ୍ ଗେଟ୍ ପାଖରେ ମାଉସୀଙ୍କୁ ଦେଖିଲି, ଯେ କି ବହୁତ ଆଗରୁ ସେଠାରେ ଛିଡ଼ା ହୋଇଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇ ପଛକୁ ଫେରି ଚାହିଁଲି, କିନ୍ତୁ ମୋ ପଛରେ କେହି ନଥିଲେ। ମାଉସୀ ଯଦି ଏଠି ଛିଡ଼ା ହୋଇଛନ୍ତି, ତେବେ ମୋତେ ଏ ଯେ ଆଣିଲା କିଏ? ମାଉସୀ ମୋ ଉଦ୍ଦେଶ୍ୟରେ ପଚାରିଲେ, ତୁ କେଉଁଠି ଥିଲୁ? ମୁଁ କହିଲି, ହଷ୍ଟେଲରେ। ମାଉସୀ କହିଲେ, ଏବେ କେମିତି ଆସିଲୁ? ମୁଁ ତ ଗେଟ୍ ଲକ୍ କରି ଆସିଥିଲି। ଆଉ କିଛି ଭାବିବା ପାଇଁ ମୋ ପାଖରେ ସାହସ ନଥିଲା। ସିଧା କ୍ଲାସ୍କୁ ଦୌଡ଼ିଲି। ବିଳମ୍ବରେ ଆସିଥିବାରୁ ସାର୍ ମୋ ହାତରେ ଡଷ୍ଟରରେ 2 ଥର ବାଡ଼େଇ ଦେଲେ ଓ ବସିବା ପାଇଁ କହିଲେ। ମୁଁ ଏଯାଏଁ କାହାକୁ କିଛି କହିନାହିଁ। ରାତିରେ ଡରରେ ହିଁ ଶୀଘ୍ର ଶୋଇପଡ଼ିଲି।
ତା ପରଦିନ ସାର୍ଙ୍କ ହାତରେ ପଟି ବନ୍ଧା ହୋଇଥିଲା। ସମସ୍ତେ ଦେଖିକି ପଚାରିଲୁ। ସାର୍ କହିଲେ ଖଟରୁ ପଡ଼ି ଏମିତି ହୋଇଛି। ମୋ ମନ କିନ୍ତୁ ମାନୁନଥାଏ। ତା ପରଠାରୁ ମୋର ଯଦି କେହି କ୍ଷତି କରିବା ପାଇଁ ଚେଷ୍ଟା କରିଥିବ କି ମନରେ ଭାବିଥିବ, ତାର ଅବସ୍ଥା ସାଂଘାତିକ ହୋଇଯାଇଥିବ। କିଏ କରୁଛି, କ'ଣ ପାଇଁ କରୁଛି, ଆମେ କେହି ଜାଣିନଥିଲୁ। ଘରେ ମଧ୍ୟ ସମସ୍ତେ ବହୁତ ଚିନ୍ତାରେ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ମୋର କୌଣସି କ୍ଷତି କରୁନଥିଲା। ସମସ୍ତେ ମୋତେ ଡରୁଥାନ୍ତି, କଥା ବି ଠିକ୍ ସେ ହେଉନଥାନ୍ତି। କଥା କାଟି ପ୍ରୀତି ପଚାରିଲା, ତାହେଲେ କ'ଣ ସେ ତାକୁ ବି ମାରି ଦେଇଥାନ୍ତା, ଯେ ତୁମକୁ ମାରିବା ପାଇଁ ଚେଷ୍ଟା କରିଥାନ୍ତା? ମୋନା ହଁ ଭରିଲା। ପ୍ରୀତିକୁ ସେ ସତର୍କ କରାଇ କହିଲା, ଯଦି ତୁମେ ମୋର କିଛି ଅନିଷ୍ଟ କରିବାକୁ ଚାହୁଁଛ, ତେବେ ତାହା ମନରୁ ପାସୋରି ଦିଅ। ତୁମେ ଯଦି ମୋ କଥା ନ ମାନିବ, ପରେ ଯାହା ହେବ ସେଥିପାଇଁ ତୁମେ ହିଁ ଦାୟୀ ରହିବ। ଏତିକି କହି ସେ ପ୍ରୀତି ପାଖରୁ ବିଦାୟ ନେଲା। ମୋନା ଚାଲିଯିବା ପରେ ପ୍ରୀତି ଆସି ନିଜ ଚୌକିରେ ବସିଗଲେ। ମନେ ମନେ ବହୁତ ହସିଲେ ଓ ଭାବୁଥିଲେ, ଚିନ୍ତାରେ ଥିବାରୁ ମୁଁ ରାତିରେ କ'ଣ ଟିକେ ଡରିଗଲି ବୋଲି ମୋନା ତ ମୋତେ କାହାଣୀ କହି ଡରେଇବା ପାଇଁ ଚାଲି ଆସିଲେ। ମୋନା, ତୁମର ଏ ମନଗଢ଼ା କାହାଣୀ ଶୁଣି ମୁଁ ଯେ ତୁମକୁ ଛାଡ଼ିଦେବି ସେ କଥା କେବେ ଭାବିବନି। ମୋନା ଏବେ ବହୁତ ଚିନ୍ତିତ ଲାଗୁଥାନ୍ତେ। ନିଜ ରୁମ୍କୁ ଆସି ଫୋନ୍ କଲେ ତାଙ୍କ ବନ୍ଧୁ ଅନିକେତ ପାଖକୁ ଓ ତାଙ୍କୁ ଶୀଘ୍ର ଆସିବା ପାଇଁ କହିଲେ। ତାପରେ ମୋନା ପୁଣି ହଜିଗଲେ ନିଜ ଅତୀତ ଭିତରେ। ଏବେ ମଧ୍ୟ ତାଙ୍କର ସେହି ରାତି କଥା ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ଅନିକେତ ଯଦି ସେଦିନ ଠିକ୍ ସମୟରେ ଫୋନ୍ କରିନଥାନ୍ତେ, ତାହେଲେ ଆଜି ଅନିକେତ ତାଙ୍କ ପାଖରେ ନଥାନ୍ତେ। ଘଟଣା ଦିନ ରାତିର ଠିକ୍ 1 ମାସ ପୂର୍ବରୁ ଅନିକେତ ବିବାହ ପାଇଁ ପ୍ରସ୍ତାବ ରଖିଲେ ମୋନାଙ୍କ ଆଗରେ। କିନ୍ତୁ ମୋନା ସିଧା ମନା କରିଦେଲେ ଓ ଚାଲି ଆସିଲେ। ଅନିକେତ ଯେପରି ହେଲେ ମୋନାକୁ ରାଜି କରିବା ପାଇଁ ଲାଗି ପଡ଼ିଥାନ୍ତେ। ଶେଷରେ ମୋନାଙ୍କ ବାପା ମାଙ୍କ ପାଖରେ ଯାଇ ବିବାହ ପ୍ରସ୍ତାବ ରଖିଲେ। ମୋନାଙ୍କ ବାପା ମା ଚୁପ୍ ରହିଲେ। ତେଣୁ ଅନିକେତ ଘରକୁ ଫେରି ଆସିଲେ। ଜୀବନରେ ଏପରି କାଳରାତ୍ରିର ଆଗମନ ହୁଏ, ଏହା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। କବାଟ ଖୋଲିବା ପରେ ସେ ଅନୁଭବ କଲେ ଏକ ଅଦ୍ଭୁତ ବାସ୍ନା ଘର ସାରା ଖେଳି ଯାଇଥାଏ। ରୋଷେଇ ଘରେ ସବୁ ଖାଇବା ଜିନିଷ ସଜା ହୋଇ ରଖା ହୋଇଛି। ସେ ତ ଏକା ରହୁଥିଲେ, ଏସବୁ କିଏ କରିଲା? ସେହି ସମୟରେ ତାଙ୍କ ଶୋଇବା ଘରୁ ତାଙ୍କୁ କେହି ଡାକିଲା ଭଳି ଲାଗିଲା। ସେ ଦିଗରେ ଚାଲିଲେ, କିନ୍ତୁ ସେଠାରେ କେହି ନଥିଲେ। ପୁଣି ଡ୍ରଇଂ ରୁମ୍ରୁ କେହି ଜଣେ ଡାକିଲା ପରି ଲାଗିଲା। ସେ ଚୋର ଭାବି ମୋନାକୁ କଲ୍ କରିଲେ ଓ ଶୀଘ୍ର ତାଙ୍କ ଘରକୁ ଆସିବା ପାଇଁ କହିଲେ। ତାଙ୍କୁ ଲାଗୁଥାଏ ତାଙ୍କ ସହିତ ତାଙ୍କ ଘରର ଆସବାବପତ୍ର ମଧ୍ୟ ଚାଲିଥାନ୍ତେ। ତାଙ୍କ ସହ କଥା ହେବା ପାଇଁ ଚାହୁଁଛନ୍ତି। ଗୋଟିଏ ବଡ଼ ଘୋଡ଼ାର ମୂର୍ତ୍ତି ରଖିଥାନ୍ତେ। ପାହାଚରେ ତଳକୁ ଆସିବା ସମୟରେ ସେ ସ୍ପଷ୍ଟ ଭାବରେ ଶୁଣିପାରିଲେ ଯେ ଗୋଟିଏ ଘୋଡ଼ାର ଶବ୍ଦ ତାଙ୍କ ଆଡ଼କୁ ମାଡ଼ି ଆସୁଛି। ତାଙ୍କର ହୃଦୟର ସ୍ପନ୍ଦନ ବଢ଼ିବାକୁ ଲାଗିଥାଏ। କିଏ ଏପରି କରୁଛି? କୌଣସି ଅଶରୀରୀ ଆତ୍ମା? ଯଦି ହଁ, କ'ଣ ପାଇଁ? ଏସବୁ ଭାବିଲା ଭିତରେ ସେ ସେହି ଘୋଡ଼ା ପାଖରେ ପହଞ୍ଚି ଯାଇଛନ୍ତି। ଘୋଡ଼ାଟି ପୂର୍ବ ପରି ଅଛି। ଘୋଡ଼ା ଆଡ଼କୁ କିଛି ପାଦ ଆଗକୁ ଯିବା ପରେ କେହି ଜଣେ ତାଙ୍କ ଉପରକୁ ଡେଇଁ ପଡ଼ିଲା ଓ 2 ହାତରେ ତାଙ୍କ ତଣ୍ଟିକୁ ଖୁବ୍ ଜୋରରେ ଚିପି ଧରିଲା। ବହୁତ ଛାଟିପିଟି ହେବା ପରେ ଅନିକେତ ତାକୁ ଫିଙ୍ଗି ଦେବାରେ ସଫଳ ହେଲେ। ପଛ ପାଖକୁ ବୁଲି ଦେଖିଲେ କେହି ନାହାନ୍ତି। କିଛି ସମୟ ଥକା ମେଣ୍ଟାଇବା ପାଇଁ ସେ ସୋଫା ଉପରେ ବସି ପଡ଼ିଲେ। ସେ ସୋଫା ଉପରେ ଆଉଜି ବସିଥାନ୍ତି ଆଖି ବନ୍ଦ କରି। ଆଖି ଖୋଲି ଦେଖିଲେ ତାଙ୍କ ସାମ୍ନାରେ ଥିବା ଛୋଟ ଟି ଟେବୁଲ ଉପରେ କଳା କଳା ରକ୍ତ ସବୁ ପଡ଼ୁଛି। ସେ ଉପରକୁ ଦେଖିବା ସମୟରେ ତାଙ୍କ ଉପରେ ହଠାତ୍ ଖସି ପଡ଼ିଲା ଅଧା ଜଳି ଯାଇଥିବା ପଚା ଗନ୍ଧଯୁକ୍ତ ଏକ ଶବ। ଆଖି ବନ୍ଦ କରି ଚିତ୍କାର କରିବା ସଙ୍ଗେ ଦୂରକୁ ଫିଙ୍ଗିଦେଲେ ସେ ଶବଟିକୁ। ଆଖି ଖୋଲି ଦେଖିଲା ବେଳକୁ କିଛି ନାହିଁ ତାଙ୍କ ସାମ୍ନାରେ। ଟେବୁଲ ବି ସଫା ଅଛି ଓ ତାଙ୍କ ଦେହରେ ରକ୍ତ ଛିଟା ବି ନାହିଁ। ଏବେ କିନ୍ତୁ ତାଙ୍କ ଶରୀର ଗୋଟାପଣେ ଝାଳରେ ଓଦା ହୋଇସାରିଥିଲା। ନିଜ ଘର ତାଙ୍କୁ ଯେମିତି ମରଣ ଜନ୍ତା ପରି ପ୍ରତୀତ ହେଲା। ବିକଳରେ ବାହାରକୁ ଦୌଡ଼ି ପଳାଇଲେ। କବାଟ ଖୋଲିଲା ବେଳକୁ ବାହାରେ ମୋନା ଛିଡ଼ା ହୋଇଥାନ୍ତି। ଅନିକେତ ମୋନାକୁ ନେଇ କାରରେ ବସାଇଲେ ଓ ଦୁହେଁ ଚାଲିଲେ ମୋନାଙ୍କ ରୁମ୍କୁ। ବାଟରେ ଟିକେ ପାଣି ପିଇ ସବୁ ବର୍ଣ୍ଣନା କରି ଚାଲିଲେ ଅନିକେତ।